जगधीताय कृष्णाय गोविंदाय नमो नमः गोविंदाय नमो नमः। ओंकार बिंदु संयुक्त नित्य ध्यायन्ति योगिनः ओंकार बिंदु संयुक्त नित्य ध्यायन्ति योगिनः कामदं मुखदं चैव ओंकाराय नमो नमः ओंकाराय नमो नमः। हरि सुनंदु आहे मोर पंडित जन सुनंदु आहे मोह पंडित जन हे मोह पंडित जन माँ भौणी माने मोर मन नहीं सुन अति सुंदर विषय करिबा वर्णन अति सुंदर विषय करिबा वर्णन। ता पूर्वर आमर पहुंची जाइछन समान समय रे श्रियांशु परा नामटा हला श्रियांशु ना प्रियांशु रियांशु बोली आमर गोटे पुत्र संतान आज वर्ष पुराणी अर्थात स्वर्ण क्षेत्र जगधात्री जोगमाया आम निकटरे अछंदी आगे जगधात्री जोगमाया तांकर प्रांगण में नाटकटी परिवेशन करुले आस बापटी आस आस ना मुंडिया मारिया महाप्रभु मुंडिया मारिया आस आस धन्य मामा धर आस टी आस हटी जय तु मंगला माग जय रचनी जय तु मंगला मागो चल संप्रति नम नारायणी मागो पुन्हा पार्वती भ्रमण दे करु मागो हरि सारात्री चंडीरा चामुंडा कोटंदी पार एमानकु संगे घेनी भ्रमण तोहर पयरे अलता हाले सिंदूर रचिता रंगवसन रे तोर श्री अंग शोभिता सिंहर पुष्टरे मागो बीरे करी जाऊ जे मुखे पड़िले मागो नवर्तंदी आऊ नमस्ते सारला मागो शंकर भवानी दया करो मते मागो धनुज राशिनी सुखिला समुद्रे बुड़िला मोहेना दुस्तर पड़िला मते उधार मंगला सखा सहोदर मागो बंधु नाई विपत्ति काल साहू महामाई रियांशुर आज 1 वर्ष हेला मातृगर्भरे विज्ञ बंधु प्रथम प्रश्न थिला से पचारिक विरक्त हो बोले जेहेतु आम अलग विषय वस्तु आलोचना चली आमर कि जो मैंने प्रश्न पचारे टे धैर्य धरी रहा पड़ो ना आज्ञा पचारू पचारू कह बोले गोटे संभव नुह तेणु किसी समय पर विषय वस्तु सरला आलोचना को आनिमा समय बेसी नेबिनी तांकर प्रश्न अच्छी कौन खाली फूल न फुटुण को फल होइछि फूल न फुटुण को फल होइछि ए विषय रे मते पचारी छंदी हेलो ए विषय रे मते पचारी छंदी सुनंदु आगे मोर पंडित जन आर उत्तर 4 की 5 प्रकार जान गोटे प्रकार करी वर्णन फीकी अरे गोटे प्रकार रे करी वर्णन फूल न फुटुण खुएउ फल हेला अरे फूल न फुटुण केउ फल हेला पुराण
ମତରେ ଯେ କହିବା ହେଲା ଆରେ ପୁରାଣ ମତରେ କହିବା କହଲା କଣ ପୁରାଣ ଆରେ ଫୁଲଣ ଫୁଟୁଣୁ ଆରେ ଧାନନ କୁଟୁଣୁ କାଣ୍ଡିଆ କୁଣ୍ଡାରେ ଫୁଲଣ ଫୁଟୁଣୁ ବେରି ଧାନନ କୁଟୁଣୁ କାଣ୍ଡିଆ କୁଣ୍ଡାରେ ଫଲଣ ଫୁଟୁଣୁ ବେରି ଜୁବାନ ହୋଇନ ପ୍ରସବ କରିଛି କେଉଁ ରାଇଜର ନାରୀ ଏ ଗଛ କେଉଁ ରାଇଜର ନାରୀ ପ୍ରସଙ୍ଗଟା ସିଆଡ଼େ ଅଛି ନା ନାଇଁ ଆଜ୍ଞା ଅଷ୍ଟମ ବର୍ଷ ଲଭତେ ଗୌରୀ ଦଶ ନବ ବର୍ଷାତ ରୋହିଣୀ ଦଶମ ବର୍ଷ ଲଭତେ କନ୍ୟା ତତ୍ତ ଅର୍ଦ୍ଧର ଦଶପଳା ମନ ନାରୀଟେ ଗୋଟେ 10 ବର୍ଷ ଭିତରେ କନ୍ୟା ଥାନ୍ତି 10 ବର୍ଷ ପରେ ସେ ରଜସ୍ୱଳା ହେବ ହେଲେ ଇଏ ହେଉଛି ଆଙ୍କ ମାଙ୍କ କଥା ଆଜ୍ଞା ମହାପ୍ରଭୁ ତମକୁ ଆଉ କାହା କଥା ମିଳୁନି ନାଇଁ ପ୍ରଶ୍ନଟା ସେଇଟା ଆସିଛି ଆଜ୍ଞା ମୁଁ କ'ଣ କରିବି କିଏ ପଚାରିଥିଲା ସେଇଟା କିଏ ପଚାରୁଛି ପଚାରୁ ହୁଏ ଆଜ୍ଞା ଆରେ ଅର୍ଜୁନଙ୍କ ମାତାକୁ 7 ବର୍ଷ ହେଲା ଅର୍ଜୁନଙ୍କ ମାତାଙ୍କୁ 7 ବର୍ଷ ହେଲା ଏ ସମୟ ଦୁର୍ବାସା ଆସିଲେ କହଲା ଏ ସମୟରେ ଦୁର୍ବାସା ଆସିଲେ କହଲା ଆଜ୍ଞା ପ୍ରାୟ ଗାୟକ କହିଦିଅନ୍ତି 7 ବର୍ଷର କୁଆଡ଼େ ମାନେ କୁନ୍ତି ଗର୍ଭବତୀ ହେଇଥିଲେ ନାହିଁ ଆଜ୍ଞା ପୁରାଣ କ'ଣ କହିଲା ନା 7 ବର୍ଷ ହେଇଥିଲା କୁନ୍ତୀକୁ ଯଦି 7 ବର୍ଷ ହେଇଥିଲା 5 ବର୍ଷ ସେବା କଲେ ଦୁର୍ବାସା ମାନେ ଆମର 5 ବର୍ଷ ହେଇଥିଲା ଦୁର୍ବାସାଙ୍କୁ ସେବା କଲେ 5 ବର୍ଷ ପର୍ଯ୍ୟନ୍ତ ହେଲେ 2 ବର୍ଷ କ'ଣ ହେଇଥିଲା ଦୁର୍ବାସାଙ୍କୁ ସେବା କଲେ ଗୋଟେ 2 ବର୍ଷର ଝିଅଟେ କାହାକୁ ସେବା କରିପାରିବ କି ଆଜ୍ଞା 7 ବୟସ ହେଇଥିଲା 7 ବର୍ଷ ହେଇଥିଲା 5 ବର୍ଷ ପର୍ଯ୍ୟନ୍ତ ଦୁର୍ବାସାକୁ ସେବା କଲେ 7 5 କେତେ ହେଲା 12 ବର୍ଷ ହେଲା ହେଲେ ଆଙ୍କ ମା 12 ବର୍ଷ ହେଲା ତଥାପି ହେଇନି କ'ଣ ପୁଷ୍ପବତୀ ହେଇନି ହଁ ହେଲେ ଆଙ୍କ ମା କେତେ ବର୍ଷରେ ପୁଷ୍ପବତୀ ହେଲା ତମ ମା କଥା ତ ମୁଁ ପଚାରୁନି ବଡ଼ ହେଇନି ଆଜ୍ଞା ତମ ମା କେତେ ବର୍ଷରେ ପୁଷ୍ପବତୀ ହେଲା ଆଜ୍ଞା ପୁରାଣ ପଢ଼ିକିରି ସିନା ଆମେ କହିଲେ ହବ 7 ବର୍ଷରେ କୁନ୍ତି ଗର୍ଭବତୀ ହେଇଗଲେ ବୋଲି କହିଦେଲେ କ'ଣ ହବ କି ଆଜ୍ଞା ନାଇଁ କୁନ୍ତୀକୁ 7 ବର୍ଷ ହେଇଥିଲା ଦୁର୍ବାସା ଆସିଲେ 5 ମାସ ରହିବା କଥା ବିଚାର କଲେ କୁନ୍ତୀଙ୍କର ସେବା ସୁସାରେ ସନ୍ତୁଷ୍ଟ ହୋଇ 5 ବର୍ଷ ରହିଗଲେ 5 ବର୍ଷ ରହିବା ପରେ 7 5 12 ବର୍ଷ ହେଇଗଲା ତଥାପି ରଜସ୍ୱଳା ହେଇନାହାନ୍ତି କୁନ୍ତି ଏବଂ ତ ସମୟରେ କ'ଣ ହେଲା ଆଜ୍ଞା ଯେତେବେଳେ ସେବା ସରିଗଲା ଦୁର୍ବାସାଙ୍କର ଦୁର୍ବାସା ମୁନି ଚାଲିଗଲେ 5 ବର୍ଷ ପରେ ଆରେ ପଛ ପଛେ କୁନ୍ତି ପୁଣି ଗୋଡ଼ାଇଛନ୍ତି ପଛ ପଛେ କୁନ୍ତି ଗୋଡ଼ାଇ ଅଛନ୍ତି ଜଙ୍ଗଲ ମଧ୍ୟରେ ଋଷି ପଛକୁ ଦେଖନ୍ତି ଜଙ୍ଗଲ ମଧ୍ୟରେ ଋଷି ପଛକୁ ଦେଖନ୍ତି ଦୁର୍ବାସା ମୁନି ଆଗେ ଆଗେ ଯାଉଛନ୍ତି କୁନ୍ତି ତାଙ୍କ ପଛେ ପଛେ ଯାଉଛନ୍ତି 12 ବର୍ଷ ଆଙ୍କୁ ହେଇଗଲାଣି ଜଙ୍ଗଲ ମଝିରେ ଯେତେବେଳେ ଦୁର୍ବାସା ପଛକୁ ଦେଖିଲେ କୁନ୍ତି ପଛରେ ଗୋଡ଼ାଇଛନ୍ତି ହେଲେ ଆ ମା କମେ ଗୋଡ଼ଉଥିଲା ଆ ମା କେଣେ ଗୋଡ଼ଉଥିଲା ତୋର କେଣ ଅସୁବିଧା ହେଲା ରେ ମୁଁ ନାଇଁ ନାଇଁ କ'ଣ ପାଇଁ ଦୁର୍ବାସା ପଛରେ ଗୋଡ଼େଇଲେ ବୋଇଲେ କୁନ୍ତି କି ଦେଖିଦେଲେ ଦୁର୍ବାସା କହିଲେ କୁନ୍ତି ତୁମେ କାହିଁକି ମୋ ପଛ ପଛେ ଗୋଡ଼ାଇଛ କୁନ୍ତି କହୁଛନ୍ତି ହେ ଋଷିବର 5 ବର୍ଷ କାଳ ତୁମର ସେବା କଲି ହେଲେ ମୁଁ ତମ ସାଙ୍ଗରେ ରହିବି ତମର ସେବା ଶୁଶ୍ରା କରିବି ଇଏ ମୋର ନିତାନ୍ତ କାମ୍ୟ ଋଷି କହିଲେ ଦେଖ ଆମେ ତ ଋଷି ଲୋକ କୋଉଟେ ରହିବୁ କୋଉଟେ ଖାଇବୁ କୋଉଟେ ବୁଲିବୁ ଆମର କିଛି ଠିକ ସୁବିଧା ନାହିଁ ହେଲେ ତମେ କ'ଣ ମୋ ସାଙ୍ଗରେ ବୁଲିବ ଗୋଟେ ନାରୀଟେ ନାଇଁ 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 ଏଇଟା ସମ୍ଭବପର ନୁହଁ ତମେ ତମ ଘରକୁ ଯାଅ ସେତେବେଳେ ଋଷିକି କହିଲେ ଦୁର୍ବାସା ମାନେ ଦୁର୍ବାସାକୁ କହିଲେ କୁନ୍ତି ଆଚ୍ଛା କ'ଣ କହିଲେ ମୁଁ ତମକୁ 5 ବର୍ଷ ସେବା କଲି ମତେ କିଛି ଦବନି ମତେ କ'ଣ ଦେଇକି ଯାଅ ସେତେବେଳେ କୁନ୍ତୀକୁ ଦୁର୍ବାସା କ'ଣ ଦେଲେ ଦୁର୍ବାସା ବିଚାର କଲେ କ'ଣ ମାଗୁଛ ମାଗୁନ ଝିଅ ନାଇଁ ନାଇଁ କୁନ୍ତି କି କହିଲେ ଦୁର୍ବାସା ତମେ କ'ଣ ମାଗୁଛ ମାଗ କୁନ୍ତି କହିଲେ ନାଇଁ ଋଷି ତମେ ତ ସମସ୍ତଙ୍କର ମନ କଥା ଜାଣୁଛ ନା ମୋର ମନ କଥା ଜାଣିକିରି ମତେ ଯାହା ଦଉଛ ଦିଅ ସେତେବେଳେ କ'ଣ ଦେଲେ ଦୁର୍ବାସା ଆରେ ନାରୀଙ୍କର ମନ ଜାଣି ଜାଣୁ ଏକ ଜୋପା ମାଳ ଦେଲେ ଋଷି ତହୁଁ ଦକ୍ଷିଣ ଏକ ଜୋପା ମାଳ ଋଷି ଦେଲେ ହେ ଦକ୍ଷିଣ ସେ ଜୋପା ମାଳ କୁନ୍ତୀକୁ ଧରିଣ କହିଲେ ତୁମ ମନ ଜାଣିଏ ଜୋପା ମାଳ ଦେଉଛି ବୋଇଲେ
ତୁମ ମନ ଜାଣିଏ ଜପାମାଳ ଦେଉଛି ବୋଇଲେ ଜପାମାଳଟା ମନ ଜାଣିକିରି ଦେଇଛି। ସେତେବେଳେ କୁନ୍ତି ପଚାରିଲେ ଆଚ୍ଛା ମୋର କ'ଣ ମନ ଜାଣିଲ ଏଇଟା ମୁଁ କ'ଣ କରିବି ଏ ଜପାମାଳାର ମହତ୍ଵ କ'ଣ କୁହ। ସେତେବେଳେ ଋଷି ପୁଣି ବୋଇଲେ ବଚନ ନାରୀମାନଙ୍କର ମନ ଦୁର୍ବଳ ଯେ ଜାଣ। ତମର ମନଟା ଦୁର୍ବଳ କୋଠେ ସେଠି ସୁନ୍ଦର ପୁରୁଷକୁ ଯେବେ ଦେଖିଦେବ ସେତେବେଳେ ତମ ମନ ପୁଣି ଦୁର୍ବଳ ହୋଇବ। ନାରୀମାନଙ୍କର ମନ ଟିକେ ସୁନ୍ଦର ପୁରୁଷ ଉପରେ ଥିବ। ତେଣୁକରି ଋଷି କହିଲେ ଏ ଜପାମାଳଟା ରଖିଥିବ ତମେ ଯୋଉ ସୁନ୍ଦର ପୁରୁଷକୁ ଦେଖୁଛ ଦେଖ ଯାହାକୁ ଡାକିଲେ ମଧ୍ୟ ତମ ପାଖକୁ ସେ ଆସିବ। ତେଣୁକରି ଦୁର୍ବାସା ଜପାମାଳଟା ଦେଇଦେଲେ। ଏ ନାରୀମାନଙ୍କର ମନ ଟିକେ ଆଜ୍ଞା ସୁନ୍ଦର ପୁରୁଷ ଦେଖିଲେ ମାନେ ଟିକେ ଲାଳାୟିତ ହୋଇଯାଆନ୍ତି। ଜଗତର ନାରୀ ସମାଜଟା ଆଜ୍ଞା ଖାଲି ଗୋଟେ ନାରୀ ନୁହଁ, ଜଗତର ଯେତେ ନାରୀ ଜାତି ରହିଲେ ସୁନ୍ଦର ପୁରୁଷକୁ ଦେଖିଲେ ଟିକେ ମନଟା ତାଙ୍କ ଟିକେ ଚାହିଁବାଟା ଚାହିଁବେ ଆଜ୍ଞା କଣେଇକିରି। ସତରେ ନାହିଁ ହେ ମା ଖରାପ ଭାଇବନି, ସତ କଥା ଆଜ୍ଞା କୁହାଉଛି। ହେଲେ ସେତେବେଳେ କୁନ୍ତି କହିଲେ ଠିକ ଅଛି, ହେଲେ ନାରୀମାନଙ୍କର ଦୁର୍ବଳତା ରହିଲା ସୁନ୍ଦର ପୁରୁଷ ପାଖରେ। ଦୁର୍ବାସା କହିଛନ୍ତି ଆଜ୍ଞା ମହାଭାରତରେ, ସାରଳା ମହାଭାରତରେ ଦୁର୍ବାସା କହିଲେ ନାରୀମାନଙ୍କର ମନ ଦୁର୍ବଳତା ରହିଲା ସୁନ୍ଦର ପୁରୁଷ ନିକଟରେ। ତେଣୁକରି ତମେ ଯାହାକୁ ଡାକିବ ସିଏ ଆସିବ। ସେତେବେଳକୁ 12 ବର୍ଷ ହେଇଥିଲା ଆଙ୍କ ମାଆକୁ, ପୁଷ୍ପବତୀ ହେଇନାହାନ୍ତି, ଫୁଲ ଫୁଟିନି। କ'ଣ କଲେ କୁନ୍ତି ସେତେବେଳେ ଆରେ ଦୁର୍ବାସାଙ୍କ ଜପାମାଳ ହସ୍ତରେ ଧରିଲେ, ବିଚାର କଲେ ମୁଁ ଏବେ କାହାକୁ ଡାକିବିଟି ଭଲେ। ସେଠି ଏ ସମୟ ସୂର୍ଯ୍ୟ ଅସ୍ତ ହେଉଥିଲେ। ଏମନ୍ତ ସମୟରେ ସୂର୍ଯ୍ୟ ଅସ୍ତ ହେଉଥିଲେ। ପ୍ରାୟ କିଛି ବ୍ୟକ୍ତି କହିଦିଅନ୍ତି ସୂର୍ଯ୍ୟ ଉଦୟ ହେଉଥିଲେ, ନାହିଁ ଆଜ୍ଞା। ଏମନ୍ତ ସମୟ ସୂର୍ଯ୍ୟ ଅସ୍ତ ହେଉଥିଲେ। ବିଚାର କଲେ ସୂର୍ଯ୍ୟକୁ ଡାକି ଆଉଛି ନା ନାହିଁ। ଜପାମାଳ ଧରି ସୂର୍ଯ୍ୟକୁ ଡାକିଛନ୍ତି। ଡାକିଲା ପରେ ସୂର୍ଯ୍ୟ ଆସିଲେ। ସୂର୍ଯ୍ୟ ଆସି କରି ଜାଣ ପ୍ରୀତି କରୁଛନ୍ତି ନିବେଦନ ହେ। ସୂର୍ଯ୍ୟ ଆସି କରି ଜାଣ उपस्थित मोर पंडित वर्ग फूल फुटे ना कुंती देवी सूर्य को डाकिले। सूर्य आसिले कुंती सहित श्रृंगार है। से श्रृंगार रसर जन्म हेले कर्ण। से कुंती कहले हे सूर्य देवता जदि मोर गर्भरे से रेत ढालिबो ताहले मो दोचारण हो जीवी। तेणुक सूर्य देवता कौन कले कन्नरे से रेत को ढालिले सेठु जन्म हेले कर्ण महावीर। आंक माँ पुष्पवती न होइनी कर्ण को जन्म धरी है कि नहीं आज्ञा।